ओम नमो भगवते वासुदेवाय। तृतीय अध्याय। तृतीये अवतार कथा जेतांक चरित व्यवस्था। पंचम प्रश्नर उत्तर बोलंती सुत मुनिवर। सुत कहंती शुद्ध चित्ते हरसे मुनिंक अग्रते। सुत उवाच शुण सकल मुनिजने हरिचरित सावधाने। सृष्टिर काले से मुरारी महापुरुष रूप धरी। महत आदि अंगे पशि विराट रूपे ब्रह्मराशि। कलाब हई षडदश अनादि परम पुरुष। मन अंतरिक्ष समीर अनल वसुमती जल। बुद्धि इंद्रिय जाहा चिंती कर्म इंद्रिय पांच घेती। एमंत कला ए षोडश ए आदि सृष्टि उपदेश। से सृष्टि सर्ग इच्छा करी जले जोग निद्रा विस्तारी। तानाभि कमलु कमल प्रकाशी आच्छादिला जल। ब्रह्मा होइला तहु जात जे प्रजापतिंकर नाथ। तार शरीरु सृष्ट लोक विस्तार होइला अनेक। से सुध सत्व विष्णु रूप जार भियाण माया कल्प। ज्ञान चक्षुर द्वारे भरी जे रूप देखे ब्रह्मचारी। सहस्र पाद उरुभुज शिर बदन नासा तेज। सहस्र लोचन श्रवण वसन कुंडल भूषण। मणिकंकण झटकंती दिशई अति रूपकांति। ए सृष्टि मध्ये मायाधर करई जेते अवतार। ताहांक मूल बीज एहि जगते ब्रह्म से बोलाई। जाहार अंशांसर बळे गगन पृथ्वी पाताले। देव मनुष्य पशु आदि निगम वचने संपादी। प्रथमे कुमार रूपे से सृष्टि उदय उपदेशे। दुस्तर ब्रह्मचर्य व्रते तपसाधिला दृढ़ चित्ते। द्वितीये सृष्टिर आगमे साधिला यज्ञेश्वर नामे। पूर्वे प्रलय काल जले मोहि जे थिला रसा तले। तक्षणे कोल रूप धरी दन्ते तोलिले नरहरि। उधरी जले बसाइला बाराह कल्प बोलाइला। तृतीये ऋषि सर्गे हरि नारद मुनि रूप धरी। विष्णु भक्त जनहित निष्काम शास्त्र कले उक्तम। चतुर्थे धर्म पत्नी मूर्ति गर्भु होइले उत्पत्ति। से रूप नर नारायण संचिले धर्म आचरण। तपसाधिले दृढ़ चित्ते सृष्टि कल्पना अभिमते। पंचमे सिद्ध अवतारे जन्मिले कर्दमर घरे। नामे से कपिल बोलाई पिता मातांकु ज्ञान कही। षष्ठे से अत्रि पुत्र होई अनसूयांकु माता पाई। जन्मिले दत्तात्रेय रूपे अलर्के ज्ञान शास्त्र कल्पे। प्रह्लाद आदि दैत्य गणे ज्ञान कहिले जणे जणे। सप्तमे यज्ञ रूप धरी आकुति गर्भे अवतरी। जामादि सुर गण तुले स्वयंभू मन्वंत्र पालिले। अष्टमे नाभि गृहे जात ऋषभ मेरु देवी सुत। अति कठोर तप कले ज्ञानी की पथ देखाइले। नवमे पृथु रूप धरी बळे दुहिले वसुंधरी। बळे धरणी कले सम नाम बहिले उषत्तम। दशमे मत्स्य रूप होई नाबे औषधि बीज बही। प्रलय जले बिहरिला रवि कुमर कुरखिला।
ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର। ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ। ସେ ବିଭୁ କୁର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି। ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନ୍ୱନ୍ତରୀ ରୂପେ। ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି। ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ। ଚତୁର୍ଦ୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକି ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତାବଧରେ ଅହଙ୍କାରେ ଧରଣୀ ଏକବିଂଶବାରେ। ଭ୍ରମିଲେ ମହାକୋପାନଳେ ରାଜାଙ୍କୁ ଧରି ବାହୁବଳେ। ଦୁଷ୍ଟ କ୍ଷତ୍ରିଙ୍କ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କରି କୁଣ୍ଡ। ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ଶପଥ ଦଶେ ବେଦବ୍ୟାସ ଜନ୍ମିଲେ ପରାଶର ବଂଶ। ନିଗମ ବୃକ୍ଷ ଥିଲା ଏକ ବିଚାରି କଲେ ଶତ ଶାଖ। ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମେ ସଂସାର ପ୍ରବୋଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ। ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ। ରାବଣ ମାରି ଦେବରାଜ ସାଧନ କଲେ ଦେବ କାର୍ଯ୍ୟ। ଊନବିଂଶତି ବିଂଶେ ହରି ଯାଦବ ବଂଶେ ଅବତରି। କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନୀ ଭାରା ଉଶ୍ୱାସିଲେ। କଳିଆଗମେ ଭାବଗ୍ରାହୀ ପାଷଣ୍ଡ ଜନ ମନ ମୋହି। ବୁଦ୍ଧ ସ୍ୱରୂପ ଅବତାରେ ଜନ୍ମିବେ କିକଟ ନଗରେ। ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ମୋହିବେ ଅସୁରଙ୍କ ମନ। ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ଋଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ। ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି। ସେକାଳେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ। ମନହୁ ବେଗ ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ। ନନ୍ଦକ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି। ଶେଷତ୍ୱ ନିଧି ମାୟାଧର ଅସଂଖ୍ୟ କରେ ଅବତାର। ଯଥାଜିମୁତ ବୃଷ୍ଟି ଜଳେ ସହସ୍ର ନଦୀ ମହିତଳେ। ଋଷି ଦେବତା ମନୁ ରାଜା ଯେ ମନୁ ପୁତ୍ରେ ମହାତେଜା। ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜାତ ହୁଅନ୍ତି। କେ ଅଂଶ କେବା କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ। ସକଳ ଅବତାର ସାର କିୟ ବା ଦେବା ପଟାନ୍ତର। ନୀଳଜିମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରି ସଂସାରେ ରମେ ନରହରି। ଦୁଷ୍ଟଙ୍କ ତେଜ ବଳ ହରି ସଂସାର ରଖେ ଦଇତାରି। କୃଷ୍ଣର ଜନ୍ମ କର୍ମ ବାଣୀ ଯେହା ଏକ ମନେ ଗୁଣି। ରାତ୍ର ଦିବସ ମଧ୍ୟେ ଯେବେ କାଳ ବଞ୍ଚଇ ଭକ୍ତି ଭାବେ। ସେ ଦୁଃଖ ସଙ୍କଟ ଉତ୍ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏମନ୍ତେ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ। ସ୍ୱଭାବେ ରୂପ ତାର ନାହିଁ ନିର୍ଲେପ ନିରଞ୍ଜନ ସେହି। ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ। ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ପବନ ବଳେ ସେ ଉଡ଼ନ୍ତି। ପାର୍ଥିବ ରେଣୁ ଏ ଯେମନ୍ତେ ଉଡ଼ନ୍ତି ପବନ ବିଘାତେ। ଆକାଶ ଧୂସର ଦିଶଇ ନାନା ବର୍ଣ୍ଣରେ ଆଭାସଇ।
ତାହାକୁ ଦୃଷ୍ଟି ଭେଦେ ଦେଖି ଯେ ସତ୍ୟ ପ୍ରାୟେ ଉପଲକ୍ଷୀ ସେ ରୂପେ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ହୋ ମୁନି ଗଣେ ଶୁଣ ସ୍ୱଭାବେ ଦୃଶ୍ୟ ବସ୍ତୁ ନୁହେଁ ଗୁଣ ଆବୋରି ଦେହ ବହେ ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ଏ ସ୍ଥୂଳ ସୂକ୍ଷ୍ମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଶରୀର ଏତତ୍ୱେ ବ୍ରହ୍ମର ବିଚାର ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମାନି ରେଖି ଏ ମାୟା ଈଶ୍ୱର ପ୍ରକାଶ ଯେବେ ସେ ହୁଅଇ ବିନାଶ ପରମାନନ୍ଦ ରୂପେ ଚିତ୍ତ ତେବେ ସେ ହୁଅଇ ଭାବିତ ତହୁଁ ସମ୍ପନ୍ନ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱଜ୍ଞାନୀ ଜନ ଯାହାର ଜନ୍ମ କର୍ମ ନାହିଁ ବେଦର ଗୂଢ଼ ତତ୍ତ୍ୱ ଯେହି ତାହାର ଜନ୍ମ କର୍ମ ମାନ କବିଏ କରନ୍ତି ବର୍ଣ୍ଣନ ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରିବ ତା କେହି ଅମୋଘ ଲୀଳ ନର ହରି ଆତ୍ମାରେ ବିଶ୍ୱ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ଅନ୍ତେ ଆପଣେ ସଂହାରଇ ପ୍ରାଣୀଙ୍କ ମଧ୍ୟରେ ଆତ୍ମତନ୍ତ୍ରେ ସର୍ବର୍ଗ ଭୋଗ କରେ ନିତ୍ୟ ଏଣୁ ଈଶ୍ୱର ସେ ବୋଲାଇ କିବା ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ରୂପ ଗୁଣ ଅଜ୍ଞାନୀ କେ ଜାଣିବ ତାହା ଦୂରଧିଗମ୍ୟ ବିଷ୍ଣୁ ମାୟା ନଟ ଯେ ସନେ ମାୟା କରି ମୋହଇ କୁହୁକ ବିସ୍ତାରି ସେ ଚକ୍ର ପାଣିର ଚରିତ କେ ଜାଣି ପାରେ ତାର ତତ୍ତ୍ୱ ସେ ହରି ପାଦ ପଦ୍ମଗନ୍ଧ ଯେ ନିତ୍ୟ ପିଏ ମକରନ୍ଦ ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି ଭକତି ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମଭାବେ ଭଜନ୍ତି ନିତ୍ୟ ବାସୁଦେବେ ଏମନ୍ତ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବିଷ୍ଣୁ ତତ୍ତ୍ୱ ବିଷ୍ଣୁ ଚରିତ ପରଶଂସୀ ପ୍ରକାଶ କଲେ ବ୍ରହ୍ମ ଋଷି ଜୀବର ମୁଖ୍ୟ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାର ଉଦ୍ଧାରି ମନ ତୋଷେ ଆତ୍ମଜ୍ଞାନୀଙ୍କ ମଧ୍ୟରେ ବର ଯେ ସୁକ ରୂପେ ଅବତାର ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମ ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା କୂଳେ ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ ଏ ଭାଗବତ ଶାସ୍ତ୍ର ଶୁଣି ତରିଲା ଭବ ତରଙ୍ଗିଣୀ ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ ଏକଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ ଏ ଭାଗବତ ତତ୍ତ୍ୱବାଣୀ ଶୁକ ମୁନିଙ୍କ ମୁଖୁ ଶୁଣି ଜାଣିଲି ଶୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ ଏ ଭାବେ ଚିନ୍ତି ନର ହରି ଘୋର ସଂସାରୁ ଯିବା ତରି ବୋଲଇ ବିପ୍ର ଜଗନ୍ନାଥ ସୁଜନ ହିତେ ଭାଗବତ
इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषोपाख्याने भगवदवतारुवर्णनं नाम तृतीयोऽध्यायः। श्रीकृष्णं समर्पणमस्तु। ओं नमो भगवते वासुदेवाय।